କୁନି କୁନି ପିଲାମାନେ ଶୋଇବା ପାଇଁ ରେଡ଼ି ହେଲଣି ତ? ଶୋଇବା ପୂର୍ବରୁ ଆଖି ବନ୍ଦ କରି ଗପ ଶୁଣିବ। ତାହେଲେ ଆଜିର ଗପ ଆରମ୍ଭ କରିବା। ଥରେ କ'ଣ ହେଇଛି ନା, ଗୋଟେ ଗାଁରେ ଦୁଇଟି ପୋଖରୀ ଥିଲା। ଦୁଇଟି ଯାକ ପୋଖରୀ ପାଖାପାଖି ଥିଲା। ଅଳ୍ପ ଗୋଟେ 5-7 ଫୁଟ ଫରକରେ ଦୁଇଟି ପୋଖରୀ ଥିଲା। ତ ଗୋଟିଏ ପୋଖରୀରେ ବହୁତ ମାଛ ଥିଲେ। ସେଇ ପୋଖରୀରେ ଯେତେ ସବୁ ମାଛ ଭିତରେ 3ଟି ଭାକୁର ମାଛ ଥିଲେ, ଯେଉଁମାନେ କି ପରସ୍ପରର ସାଙ୍ଗ ହୋଇ ଚଳୁଥିଲେ। 3 ସାଙ୍ଗ ମିଳିମିଶିକି ରହୁଥିଲେ ପୋଖରୀ ଭିତରେ। ହେଲେ ସାଙ୍ଗ ହେଲେ କ'ଣ ହେବ? 3ଟି ଯାକ ମାଛରୁ ଗୋଟିଏ ମାଛ ଟିକେ ନିପଟ ଅଳସୁଆ ଥିଲା। ତାପରେ ଆଉ ଗୋଟିଏ ମାଛ ଥିଲା, ସେ ଟିକେ ଅଳସୁଆ କିନ୍ତୁ ଟିକେ ଚାଲାକ ମଧ୍ୟ। ତୃତୀୟ ମାଛଟି କର୍ମଠ ମାନେ ସବୁବେଳେ ଠିକ୍ କାମ ଠିକ୍ ସମୟରେ କରିଦିଏ, ଜମା ଅଳସୁଆମି କରେନି। ତ 3 ସାଙ୍ଗ ମିଳିମିଶି ଚଳୁଥିଲେ। ହେଲେ ଥରେ କ'ଣ ହେଇଛି ନା, ବର୍ଷା ଦିନ ସରିଲା, ଖରା ଦିନ ଆସିଲା। ଖରା ଦିନରେ ଯେତେବେଳେ ଆସ୍ତେ ଆସ୍ତେ ପାଣି କମିଗଲା ପୋଖରୀରୁ, କିଛି ଗାଁ ବାଲା ଆସିକି ଦେଖିଲେ ଯେ ଆରେ ପୋଖରୀରେ ପାଣି କମିଗଲାଣି, ଏଥର ତ ମାଛ ଧରିଲେ ଭଲ ହବ, ବହୁତ ମାଛ ଜାଲରେ ପଡ଼ିବେ। ତ ଏଇସବୁ କଥା ହେଉଥିଲେ ସନ୍ଧ୍ୟାରେ। ଏଇ କଥା ସେଇ ଯେଉଁ କାମିକା ମାଛଟି ଶୁଣିଦେଲା। ସିଏ କ'ଣ କଲା ନା, ଯାଇକି ତାର ସାଙ୍ଗମାନଙ୍କୁ କହିଲା, ବାକି ଯେଉଁ 2 ଜଣ ସାଙ୍ଗ ଥିଲେ ସେମାନଙ୍କୁ କହିଲା ଯେ ଆରେ ଆଜି ସବୁ କେଉଟମାନେ ଆଉ ଗାଁ ଲୋକମାନେ କଥା ହେଉଥିଲେ ଯେ ମାଛ ଧରିବେ। ଏଇ ପୋଖରୀରେ ବହୁତ ମାଛ ଅଛନ୍ତି, କିନ୍ତୁ ପାଣି କମିଗଲାଣି, ତେଣୁ ଏଇ ପୋଖରୀରୁ ମାଛ ଧରିବା ବୋଲି କଥା ହେଉଥିଲେ। ତାହେଲେ 3 ଜଣ ସାଙ୍ଗ ଭିତରେ ବାହାଳୁଣି ପଡ଼ିଲା, କ'ଣ କରିବା? ସବୁ ତ ଆସି ମାଛ ମାରିକି ନେଇଯିବେ ଆମକୁ। 3 ଜଣ ଯାକ କଥା ହଉ ହଉ ହଠାତ୍ ଗୋଟେ ଆଇଡ଼ିଆ ସେମାନଙ୍କୁ ଦେଖାଗଲା। କ'ଣ ନା, ଏଇ ପୋଖରୀଠୁ ଅଳ୍ପ ଦୂରରେ ଯେଉଁ 4-5 ଫୁଟ ଗ୍ୟାପ୍ରେ ଆଉ ଗୋଟିଏ ପୋଖରୀ ଅଛି, ସେଇଥିରେ ତ ବହୁତ ପାଣି ଅଛି, କିନ୍ତୁ ମାଛ ସଂଖ୍ୟା କମ୍ ଅଛି। ତେଣୁ ଆମେ ଯଦି କୌଣସି ମତେ ଚେଷ୍ଟା କରିକି ସେଇ ପୋଖରୀକି ପଳେଇ ଯାଆନ୍ତେ, ତାହେଲେ ବଞ୍ଚିଯାଆନ୍ତେ। 3 ସାଙ୍ଗ ଏମିତି କଥା ହେଲେ। ଠିକ୍ ଅଛି, କ'ଣ କରିବା ନା, ଡିଆଁ ମାରିକି ରାତି ହେଲେ ପଳେଇବା ସେଠିକି। ଆଉ 2-3 ଥର ଡିଆଁ ମାରିବାକୁ ପଡ଼ିବ, ଛଟପଟ ହେବା ପଛେ ପଳେଇବା ଆଉ ସେ ପୋଖରୀକୁ। ଆଉ ଏମିତି କଥା ହେଲେ କ'ଣ ହେବ ନା, ଯେଉଁଟି କାମିକା ମାଛଟି, ସେ କହିଲା ଆରେ କେତେବେଳେ କାହିଁ ଯିବା, ଆଜି ରାତିରେ ତ ପଳେଇବା। କହିଲେ ଅନ୍ୟ 2ଟା ମାଛ କହିଲେ ଏତେ ତରବର କାହିଁକି, ଯିବା ତ ଆଉ। କିନ୍ତୁ ସେ କାମିକା ମାଛଟି କହିଲା ନା, ତମେ ସାଙ୍ଗମାନେ ମୋ କଥା ନ ଶୁଣିଲେ ମଧ୍ୟ ଯେଉଁ ସମୟରେ ଯେଉଁ କାମ କରିବା କଥା ମୁଁ ନିଶ୍ଚୟ କରିବି। କହି କ'ଣ କଲା, ରାତି ଅଧରେ ଯେମିତି ହେଲା, ଡିଆଁ ମାରିକି ହୁଡ଼ା ଉପରକୁ ପଳେଇ ଆସିଲା। ସେଠୁ 2-4 ଡିଆଁ ଡେଇଁ ଡେଇଁ ଛଟପଟ ହେଇ କ'ଣ କଲା ନା, ଆର ପୋଖରୀକି ପଳେଇଲା। ତା ପରଦିନ ସକାଳ ଗଲା, କିଛି କେହି ଆସିଲେନି, କେଉଟ କି କେହି ମାଛ ଧରିବାକୁ ଆସିଲେନି। ବାକି 2 ସାଙ୍ଗ କଥା ହେଲେ, ଆରେ ବେକାରରେ ଆମ ସାଙ୍ଗଟା ସେପଟେ ପଳେଇଲା ନା, ଆଉ ଆମେ ତ ଏଠି ଭଲରେ ଅଛେ। ହେଲେ ଏମିତି ହେଇ କ'ଣ ହେଇଛି ନା, ଯେମିତି 2-4 ଦିନ ଗଲା, ଗୋଟେ ରବିବାର ଆସିଲା। ରବିବାର ଦିନ ସକାଳୁ ସକାଳୁ କେଉଟମାନେ ଆସି ଜାଲ ପକାଇବାକୁ ରେଡ଼ି ହେଲେ। ଯେତେବେଳେ ଦେଖିଲେ ସମସ୍ତେ ଜାଲ ପକାଇବାକୁ ରେଡ଼ି ହେଲେଣି, ବାକି ମାଛ ସହିତ ସେଇ 2 ସାଙ୍ଗ ମାଛର ବି ଟେନସନ୍ ବଢ଼ିଗଲା। ଆରେ କ'ଣ କରିବା, କିଛି ଆଉ କରିବାର ଉପାୟ ନାହିଁ, ଦିନ ବେଳାଟା ତ। ସତକୁ ସତ କେଉଟ ଆସି ମାଛ ପକାଇଲେ, ମାଛ ଧରି ନେଲେ, 2 ଜଣ ଯାକ ରଖିଲେ। ନେଇକି ଯେମିତି ରଖିଲେ, ଦ୍ୱିତୀୟ ମାଛଟି ଟିକେ ଚାଲାକ ଥିଲା। ସିଏ କ'ଣ କଲା ନା, ମାଛ ଜାଲରେ ସତେକି ମଲା ଭଳି ପଡ଼ିକି ରହିଲା। ତ କେଉଟ ଯେତେବେଳେ ମାଛ ସବୁ କଲେକ୍ସନ୍ କଲା, ଦେଖିଲା ଯେ ନା, ଏ ମାଛଟା ତ ମରିଯାଇଛି। ଆଉ କ'ଣ କଲା ନା, ତାକୁ ହୁଡ଼ା ପାଖରେ ରଖିଦେଇ ପୁଣି ଅଲଗା ମାଛ ସାଉଁଟିଆରେ ବ୍ୟସ୍ତ ରହିଲା। ଏ ଭିତରେ କ'ଣ ହେଇଛି ନା, ଏଇ ଯେଉଁ ଚାଲାକି ମାଛଟି ଯେତେବେଳେ ଦେଖିଲା ଟିକେ କେଉଟ ଦୂରକୁ ଗଲାଣି, ଡିଆଁ ମାରିକି ଆର ପୋଖରୀକି ପଳେଇବାକୁ ବାହାରିଲା। ଠିକ୍ ସେ ଡେଇଁକି ଗଲା ବେଳକୁ କେଉଟ ଆଖିରେ ପଡ଼ିଗଲା। କେଉଟ କ'ଣ କଲା, ବାଡ଼ିଟିଏ ଧରିଥିଲା, ତାକୁ ଗୋଟିଏ ପାହାର ଦେଲା। ହେଲେ କ'ଣ ହେବ, କେଉଟର
ପାହାରଟି ମାଛର ଲାଞ୍ଜରେ ବାଜିଲା। ତାକୁ ଖୁବ୍ କାଟିଲା ସିନା ସେ ଛଟପଟ ହେଇ ଆର ପୋଖରୀକି ପଳେଇଗଲା। ତ ଦୁଇ ସାଙ୍ଗ ପଳେଇଲେ। ତୃତୀୟ ସାଙ୍ଗଟି ତ ଜାଣିଛ ପିଲେ, ସେ ଭାରି ଅଳସୁଆ, କୌଣସି କାମ ଠିକ୍ ସମୟରେ କରେନି। ସେ କ'ଣ କରିଛି, ଜାଲରେ ପଡ଼ିକି ରହିଲେ। ଠିକ୍ ସମୟରେ କେଉଟା ଆସିଲା, ନେଇକି ତାକୁ କଳେଇରେ ରଖି ନେଇଗଲା ବିକ୍ରି କରିବା ପାଇଁ। ବାକି ଦି ସାଙ୍ଗ ସେପଟେ ମନ ଦୁଃଖରେ ରହିଲେ। କହିଲେ ଯେ ଆର ସାଙ୍ଗଟି ଆମର ଯଦି କଥା ଶୁଣିଥାନ୍ତା ତାହେଲେ ଆମେ ସମସ୍ତେ ବଞ୍ଚି ଯାଇଥାନ୍ତେ। ଏ ଭିତରେ ଦ୍ୱିତୀୟ ସାଙ୍ଗଟି କହିଲା, ଦେଖ ଭାଇ, ମୁଁ ଡେରିରେ ଆସିଲି ସିନା, ଗୋଟେ ପାହାର ମାଡ଼ ଖାଇକି ଆସିଲି, ବହୁତ ବାର କାଟିଲା ମୋତେ। କିନ୍ତୁ ତୁ ଯେହେତୁ ଠିକ୍ ସମୟରେ ଠିକ୍ କାମ କଲୁ, ତେଣୁ ତୁ ଆରାମସେ ଆଗୁଆ ଆସି ଏଇ ପୋଖରୀରେ ଅଛୁ, ତୋର କେହି କିଛି ଅସୁବିଧା କଲେନି। ଅଥଚ ମୁଁ ପାହାରେ ଖାଇକି ଆସିଲି, ଅନ୍ୟ ସାଙ୍ଗଟି ତ ଜମା ଆସିପାରିଲାନି। ତେଣୁ ପିଲାମାନେ, ଏଥିରୁ ଆମେ କ'ଣ ଶିଖିଲେ? ସବୁବେଳେ ଠିକ୍ ସମୟରେ ଠିକ୍ କାମ କରିଦେଲେ ଆମେ ଖୁସିରେ ରହିବା, କେବେ ବି ଅଳସୁଆମି କରିବା ନାହିଁ। ବୁଝିପାରିଲ? ଆଜି ପାଇଁ ଏତିକି। ଶୋଇପଡ଼। ବାଏ।